ଯେତେବେଳେ ମୁଁ ଆମେରିକାର ଘରକୁ ଫେରିଲି ଦେଖିଲି ପୁରା ପରିବାର 20 ଜଣଙ୍କ ପାଇଁ ମୋ ସ୍ତ୍ରୀ ଏକୁଟିଆ ଖାଇବା ବନାଉଛି। କିନ୍ତୁ ମୋ ଭାଉଜ କି ମୋ ଭଉଣୀ କିଛି ବି ଗୋଟେ କାମରେ ମୋ ସ୍ତ୍ରୀକୁ ସାହାଯ୍ୟ କରୁନାହାନ୍ତି। ଆଉ ସମସ୍ତେ ମିଳିମିଶି ଟେବୁଲ ଉପରେ ବସିକି ଖାଉଛନ୍ତି। ଆଉ ମୋ ବିଚାରୀ ସ୍ତ୍ରୀ ଦୂରରେ ଠିଆ ହେଇ ସମସ୍ତଙ୍କୁ ଚାହୁଁଛି। ଘରର ଏମିତି ମହଲ ଦେଖି ମୋ ମୁଣ୍ଡ କିଛି କାମ କଲାନି। ଆଉ ମୁଁ ବୁଝି ସାରିଥିଲି କି ମୋ ସ୍ତ୍ରୀ କାହିଁକି ଏତେ ଚୁପଚାପ ରହୁଛି। ଦିନେ ଘରକୁ ଗେଷ୍ଟ ଆସିଥିଲେ। ମୁଁ ସମସ୍ତଙ୍କ ସାମ୍ନାରେ ମୋ ସ୍ତ୍ରୀ ସହିତ ଯାହା କଲି ସମସ୍ତଙ୍କର ତ ପୁରା ହୋସ୍ ଉଡ଼ିଗଲା। ମୋର ଆଜି ବି ସେଦିନ ମନେ ଅଛି ଯେତେବେଳେ ମୁଁ ମୋ ବାହାଘର 3 ବର୍ଷ ପରେ ଇଣ୍ଡିଆ ଆସିଲି। ମୋତେ ସ୍ୱାଗତ କରିବାକୁ ସମସ୍ତେ ଏୟାରପୋର୍ଟ ଆସିଥିଲେ। ଏମିତିକି ମୋ 2 ବର୍ଷର ଝିଅ ମଧ୍ୟ ଆସିଥିଲା। ମୋ ଆଖି ପୂଜାକୁ ଖୋଜୁଥିଲା କିନ୍ତୁ ପୂଜା ଆସିନଥିଲା। ମୁଁ ସାଙ୍ଗେ ସାଙ୍ଗେ ମୋ ଝିଅ ପ୍ରିୟାକୁ ମୋ କୋଳକୁ ନେଲି। ଆଉ ମୋ ବଡ଼ ଭଉଣୀକୁ କହିଲି, ଦିଦି ପୂଜା କାହିଁକି ଆସିଲାନି? ଉପରେ ଛୋଟ ଛୁଆଟାକୁ ବି ପଠାଇ ଦେଇଛି। ଦିଦି କହିଲା, ତୁ ଟେନସନ୍ ନେନି, ସେ ଘରେ ଅଛି ଆଉ ରୋଷେଇ କରୁଛି। କୋଉ ଡେଲି ସେ ରୋଷେଇ କରୁଛି ଯେ ତୁ ଆସିବୁ ବୋଲି ସେ ତୋ ପାଇଁ ରୋଷେଇ କରୁଛି। ଦିଦି କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ଏୟାରପୋର୍ଟରୁ ଘର ପୁରା 1 ଘଣ୍ଟାର ରାସ୍ତା। ମୁଁ ରାସ୍ତା ସାରା ମୋ ଝିଅ ପ୍ରିୟା ସହିତ ଖେଳି ଖେଳି ଆସିଲି। କିନ୍ତୁ ମୋ ମନ ଟିକେ ଦୁଃଖ ଥିଲା ଯେ ପୂଜା ଆସିଲାନି। ମନେ ମନେ ଭାବୁଥାଏ କି ରୋଷେଇ କରିବା କ'ଣ ଏତେ ଜରୁରୀ ଥିଲା? ମୁଁ ପୁରା 3 ବର୍ଷ ପରେ ଫେରିଲି। ମୋ ସହିତ ଦେଖା ହେବାକୁ କ'ଣ ତାଙ୍କର ଇଚ୍ଛା ହେଲାନି? ତାପରେ ଆମେ ଯାଇ ଘର ପାଖରେ ପହଞ୍ଚିଗଲୁ। ଗାଡ଼ିର ଶବ୍ଦ ଶୁଣି ପୂଜା ଦୁଆର ମୁହଁ ଆଡ଼କୁ ଦୌଡ଼ିକି ଆସିଲା। ଆଉ ଦୂରରେ ମୋତେ ଚାହିଁ ଦେଇ ଘର ଭିତରକୁ ପାଣି ପାଇଁ ଚାଲିଗଲା। ଦିନ ସାରା ଘରକୁ ଗେଷ୍ଟମାନେ ଯିବା ଆସିବା କରୁଥିଲେ। ଘରେ ବି ସମସ୍ତେ ବହୁତ ଖୁସି ଥିଲେ। ଏମିତିକି ମୋ ସାଙ୍ଗମାନେ ମଧ୍ୟ ମୋତେ ଦେଖା କରିବାକୁ ଆସୁଥିଲେ। ପୂଜା ବିଲକୁଲ ରୋଷେଇ ଘରୁ ବାହାରି ପାରୁନଥିଲା। ଦିନଯାକ ଯାଇ ସନ୍ଧ୍ୟା ହେଲା, ଘରେ ଟିକେ ଗହଳି କମିଲା। ମୁଁ ଭାବିଲି ମୁଁ ଯାଉଛି ପୂଜାକୁ କିଛି ହେଲ୍ପ କରିବି କହି ଯେତେବେଳେ ମୁଁ ଉଠିଲି ସେଇ ସମୟରେ ମୋ ମା ଡାକିଲା, କହିଲା, ପ୍ରମୋଦ ମୋ ପାଖରେ ଆସିକି ବସ, ତୋ ସହିତ ଟିକେ କଥା ଅଛି। ମୁଁ କହିଲି, କଥା କ'ଣ କି ମା? ମୁଁ ପୂଜା। ବାସ୍ ସେଇ ସମୟରେ ମା କହିଲା, ତା କଥା ଛାଡ଼, ସିଏ ଏମିତି କି କାମ କରୁଛି କି? ତା କାମ ସଇଲେ ସିଏ ମନକୁ ଆସିବ। ଏମିତିରେ ସିଏ କେତେବେଳେ କିଛି କାମ କରେନି। ସେ ଆଜି ହିଁ କାମ କରୁଛି, ତାକୁ କରିବାକୁ ଦେ। ପୂଜା ପାଇଁ ମୋ ମନ ଭିତରେ କେଉଁଠି ନା କେଉଁଠି ବହୁତ ରାଗ ଆସିଯାଇଥିଲା। ମୁଁ ଭାବୁଥିଲି ମୋ ମା କାହିଁକି ଏମିତି କହିବ? ବୋଧହୁଏ ପୂଜା ଏମାନଙ୍କ ସହ ଖରାପ ବ୍ୟବହାର କରୁଛି, ସେଥିପାଇଁ ମା ଏମିତି କହୁଛି। ରାତିରେ ଯେତେବେଳେ ସମସ୍ତେ ଶୋଇବାକୁ ଚାଲିଗଲେ ପୂଜା ସହିତ କଥା ହେବା ପାଇଁ ମୋତେ ଟାଇମ୍ ମିଳିଗଲା। ମୁଁ ପୂଜାକୁ କହିଲି, ପୂଜା ତମେ ଏତେ ଚୁପଚାପ କାହିଁକି ହେଇଯାଇଛ? ତମେ ତ ବହୁତ କଥା ହୁଅ। ମନେ ଅଛି ନା ପୁରା ଦିନ ଅଫିସରେ ଆମେ ତମକୁ ଚୁପ୍ କରିବାକୁ ଚେଷ୍ଟା କରୁଥିଲୁ ବୋଲି? ପୂଜା ଆଉ ମୁଁ ଗୋଟିଏ ଅଫିସରେ ଚାକିରି କରୁ। ପୂଜା ମୋତେ ପ୍ରଥମ ଦେଖାରୁ ହିଁ ବହୁତ ପସନ୍ଦ ଥିଲେ। ଯେଉଁଦିନ ପୂଜା ପ୍ରଥମ ଥର ଅଫିସ ଆସିଥିଲେ ସେ ବହୁତ ନିରୀହ ଦେଖାଯାଉଥିଲେ କିନ୍ତୁ ବହୁତ କଥା ହେଉଥିଲେ। ଆମେ ପୁରା 3 ବର୍ଷ ପର୍ଯ୍ୟନ୍ତ ଏକାଠି ଚାକିରି କଲୁ। ତାପରେ ମୋତେ ବାହାରକୁ ଯିବାକୁ ମୌକା ମିଳିଲା। ସେତେବେଳକୁ ପୂଜା ଆଉ ମୋର ଭଲ ପାଇବା ପୁରା ନିବିଡ଼ ହୋଇଯାଇଥିଲା। ମୁଁ ବହୁତ କଷ୍ଟରେ ମାଆକୁ ବୁଝେଇଲି। ଶେଷରେ ମା ରାଜି ହୋଇଗଲା। ଆଉ ପୂଜାର ମୋର ବାହାଘର ମଧ୍ୟ ହୋଇଗଲା। ଯେହେତୁ ମୁଁ ବାହାଘର ପାଇଁ 1 ମାସ ଛୁଟି ନେଇକି ଆସିଥିଲି, ତାପରେ ମୁଁ ଚାଲିଗଲି। ଆଉ ଏତେ ଦିନ ପରେ ଛୁଟିରେ ଘରକୁ ଆସିଛି। ପୂଜା ମୋତେ କିଛି କହିବାକୁ ଚାହୁଁଥିଲା। ସେଇ ସମୟରେ ମୋ ଝିଅ ପ୍ରିୟାର କାନ୍ଦ ଆରମ୍ଭ ହୋଇଗଲା। ପୂଜା ତାକୁ ଚୁପ୍ କରାଇବାକୁ ଚେଷ୍ଟା କଲା କିନ୍ତୁ ମୋତେ କେତେବେଳେ ନିଦ ଲାଗିଯାଇଛି ମୁଁ ନିଜେ ବି ଜାଣିପାରିଲିନି। ଯେତେବେଳେ ସକାଳ ହେଲା ମୋ ଝିଅ ପ୍ରିୟାର କାନ୍ଦରେ ମୋ ନିଦ ଭାଙ୍ଗିଗଲା। ମୁଁ କହିଲି, ପୂଜା ଝିଅ କାନ୍ଦୁଛି କହି ଯେତେବେଳେ ମୁଁ ଆଖି ଖୋଲିଲି ପୂଜା ମୋ ପାଖରେ ନଥିଲା। ମୁଁ ଝିଅକୁ ନେଇ ଯେତେବେଳେ ରୁମ୍ ବାହାରକୁ ଆସିଲି ଦେଖିଲି ପୂଜା ରୋଷେଇ ଘରେ କାମ କରୁଛି। ଠିକ୍ ସେଇ ସମୟରେ ମା ଡାକୁଥାଇ, ପୂଜା ତରକାରୀ ଜଲ୍ଦି ନେଇକି ଆସ, ତରକାରୀ ସରିଗଲା। ମୁଁ ଦେଖେ ତ ସମସ୍ତେ ଟେବୁଲ ଉପରେ ବସିକି ଖାଉଛନ୍ତି। ଠିକ୍ ସେଇ ସମୟରେ ପୂଜାର ମା ମୋତେ ଡାକିଲେ, ପୁଅ ଆସ ଖାଇବ, ଦେଖ ତମର ସବୁ ଭାଇ ଭଉଣୀମାନେ ବସିକି ଖାଉଛନ୍ତି। ମୁଁ ମାଆକୁ କହିଲି, ମା ପୂଜା ଏତେ ସମୟ ହେଲାଣି କ'ଣ କରୁଛି? ପ୍ରିୟାକୁ ଭୋକ ଲାଗିଲାଣି। ସେଇ ସମୟରେ ମୋ ବଡ଼ ଭଉଣୀ କହିଲା, ଦେ ପ୍ରିୟାକୁ ମୋତେ ଦେ, ଆଉ ତୁ ଯାଇ ରେଡ଼ି ହେଇକି ଆସ। ମୁଁ ଦେଖେ ତ ଆଜି ବି ପୂଜା ରୋଷେଇ ଘରେ ଏକୁଟିଆ ପୁରା ଘରର 20 ଜଣ ସଦସ୍ୟଙ୍କ ପାଇଁ ରୋଷେଇ କରୁଛି। କିନ୍ତୁ ମା ତ କହୁଥିଲା କି ପୂଜା କେବେ ରୋଷେଇବାସ କରେନି ବୋଲି, କେବଳ ମୁଁ ଆସିଛି ବୋଲି କାଲି ରୋଷେଇ କରିଥିଲା।
ତାହେଲେ ଆଜି ଏସବୁ କ'ଣ? ମୁଁ ବଡ଼ ପାଟି କରି କହିଲି, ପୂଜା, ତମ ଖାଇବା ଆଉ ମୋ ଖାଇବା ଏଠିକି ନେଇକି ଆସ। ବୋଧହୁଏ ମୋ କଥା କାହାକୁ ଭଲ ଲାଗିଲାନି। ମୋତେ ବି ଏମିତି କିଛି କଥା ଥିଲା ଯାହା ଜମାରୁ ଭଲ ଲାଗୁନଥିଲା। ସକାଳୁ ଦ୍ୱିପହରରୁ ରାତି, ବାସ୍ ସମସ୍ତଙ୍କର କାମ କରିବା ଯେମିତି କେବଳ ପୂଜାର ହିଁ ଥିଲା। ମୁଁ ବୁଝିସାରିଥିଲି କି ପୂଜା କାହିଁକି ସବୁବେଳେ ଚୁପଚାପ ରହୁଛି। ମୁଁ ଘରକୁ ଆସିବା ପରେ ପୂଜା ଚେହେରାରେ କିଛି ବଦଳିଲା ପରି ଲାଗୁଥିଲା। ମୁଁ ପୂଜାକୁ କାମରେ ବହୁତ ସାହାଯ୍ୟ କରୁଥିଲି। ଆଜି ସକାଳୁ ସକାଳୁ ମା ଡାକ ଛାଡ଼ି କହିଲା, ପୂଜା, ଶୀଘ୍ର ଜଳଖିଆ ବନେଇ ଦେ, ନେହା ଆସିଛି। ନେହା ହେଉଛି ମୋ ବଡ଼ ଦିଦିର ନାଁ। ସେ ଆମ ଘରଠାରୁ ଅଳ୍ପ ଦୂରରେ ବାପାଙ୍କର ଜଣେ ସାଙ୍ଗଙ୍କ ପୁଅକୁ ବାହା ହେଇଛି। ସେଥିପାଇଁ ଦିଦି ସବୁଦିନ ଘରକୁ ଆସେ। ପୂଜାର ଅଣ୍ଟା ବହୁତ ପେନ୍ ହେଉଥିଲା, ତଥାପି ସେ ଦିଦି ପାଇଁ ଜଳଖିଆ ବନେଇବାକୁ ରୋଷେଇ ଘରକୁ ଗଲା। ଆମେ ସବୁ ଭାଇ ଭଉଣୀମାନେ ଦିଦିକୁ ବହୁତ ଭଲ ପାଉ, ଆଉ ଦିଦିର ସବୁ କଥା ମଧ୍ୟ ଅକ୍ଷରେ ଅକ୍ଷରେ ପାଳିଥାଉ। ଦିଦି ମୋତେ କହିଲା, ପ୍ରମୋଦ, ଆସ ମୋ ସହିତ ଖାଇବୁ। ମୁଁ ହଁ ମାରିଲି, ଆଉ ରୋଷେଇ ଘରକୁ ଯାଇ ପୂଜାକୁ ସାହାଯ୍ୟ କଲି। ଏସବୁ ଦେଖି କାହାକୁ ବି ଭଲ ଲାଗୁନଥିଲା। ଯେମିତି ରୋଷେଇ ସରିଲା, ପୂଜା ଖାଇବାକୁ ଦେଇ ରୁମ୍ ଭିତରକୁ ଝିଅ ପାଖକୁ ଗଲା। ତାପରେ ଦିଦି ଆଉ ମୁଁ କଥାବାର୍ତ୍ତା ହେଲୁ। ସେଇ ସମୟରେ ଦିଦି କହିଲା, ପ୍ରମୋଦ, ତୁ ଜାଣିଛ ମୁଁ ତମମାନଙ୍କୁ କେତେ ଭଲ ପାଏ ବୋଲି। ମୁଁ ସବୁବେଳେ ଚାହେଁ ତମେମାନେ ଖୁସିରେ ରୁହ ବୋଲି, କିନ୍ତୁ ତମେମାନେ ଯଦି ମୋ କଥା ମାନିବ ତାହେଲେ ଖୁସିରେ ରହିବ, କିନ୍ତୁ ମୁଁ ତମକୁ ଜବରଦସ୍ତ କରିବିନି। ମୁଁ କହିଲି, କହ ଦିଦି, ତତେ ତ ଭଲସେ ଜଣା ଅଛି କି ଆମେ ସବୁ ଭାଇ ଭଉଣୀମାନେ ତୋ କଥା ଆଉ ମା କଥାକୁ କେତେ ସମ୍ମାନ ଦେଉ ବୋଲି। ତାପରେ ଦିଦି କହିଲା, ପ୍ରମୋଦ, ତୁ ତୋ ସ୍ତ୍ରୀକୁ ସାହାଯ୍ୟ କର, ମନା ନାହିଁ, କିନ୍ତୁ ଯେତେବେଳେ କେହି ନ ଦେଖିବେ, କାହିଁକି ନା ଏସବୁ ଦେଖିବାକୁ ଭଲ ଲାଗୁନି। ତୁ ବାସନ ଗୋଟେଇବୁ ଆଉ ସ୍ତ୍ରୀ ଲୋକଙ୍କ କାମ କରିବୁ, ତାହେଲେ ଏସବୁ ପୂଜାର ଅଭ୍ୟାସରେ ପଡ଼ିଯିବ। ଏସବୁ ହେଉଛି ପୂଜାର କାମ, ତାକୁ କରିବାକୁ ଦେ। ଦିଦିର ଏ କଥା ମୋ ମନକୁ ଛୁଇଁଲା। ମୁଁ ଆଉ ପୂଜାକୁ ସାହାଯ୍ୟ କଲିନି। ଯଦି ମନ ହୁଏ ତାହେଲେ ମୁଁ ମୋ ଝିଅ ପ୍ରିୟା ପାଇଁ କେତେବେଳେ କେମିତି କ୍ଷୀର ବନେଇ ଦିଏ। ମା ଚାହୁଁଥିଲା କି ମୁଁ ପୁଣି ଥରେ ମୋ ଚାକିରିକୁ ଚାଲିଯାଏ ବୋଲି, କିନ୍ତୁ ମୁଁ ଯେହେତୁ ଗୋଟେ ମେକଅପ୍ କମ୍ପାନୀରେ ଚାକିରି କରୁଥିଲି, ସେଥିପାଇଁ ମୁଁ ଘରେ ରହି କମ୍ପ୍ୟୁଟର ଅନଲାଇନ୍ ମାଧ୍ୟମରେ ମେକଅପ୍ ପ୍ରଡ଼କ୍ଟ ସେଲ୍ କରିବା ଆରମ୍ଭ କରିଥିଲି, ଆଉ ଭଲ ପଇସା ବି କମେଇଲି। ଏମିତି କିଛି ଦିନ ଚାଲିଲା, ସବୁକିଛି ଠିକ୍ଠାକ୍ ଚାଲିଥିଲା। ମୁଁ ବି ସେତେ ଧ୍ୟାନ ଦେଉନଥିଲି ପୂଜା ଉପରେ, ସେ ଘରେ କ'ଣ କରୁଛି କି ନ କରୁଛି। କିନ୍ତୁ ଯେତେବେଳେ ମୋର 3ଟା ଛୁଆ ହେଇଗଲା, ସେତେବେଳେ ମୋତେ ଘର ମ୍ୟାନେଜ୍ କରିବାକୁ ମୁସ୍କିଲ ହେଇଗଲା। 2 ଜଣ ଝିଅ ତ ସ୍କୁଲ ଯାଉଥିଲେ, କିନ୍ତୁ ପୁଅ ଛୋଟ ଥିବାରୁ ଘରେ ରହୁଥିଲା। ଦିନେ ପୂଜା ଆଉ ମୁଁ କଥାବାର୍ତ୍ତା ହେଇ ଡିସିସନ୍ ନେଲୁ କି ପିଲାମାନଙ୍କର ଭଲ ଏଜୁକେସନ୍ ପାଇଁ ଆମେ ସହରକୁ ସିଫ୍ଟ ହେଇଯିବୁ। ପୂଜା ସେଇଠି ଚାକିରି କରିବ, ଆଉ ମୁଁ ଯେମିତି ମୋ ବିଜନେସ୍ ଅନଲାଇନ୍ ମାଧ୍ୟମରେ କରୁଛି ସେମିତି କରିବି। ଏକଥା ଯେତେବେଳେ ମୁଁ ଦିଦିକୁ କହିଲି, ଦିଦି ହଁ କହିଲା, ଆଉ କହିଲା, ଠିକ୍ ଅଛି, କିନ୍ତୁ ଯେମିତି ମାଆକୁ ଭୁଲି ନ ଯାଅ, ମାଆକୁ ସାଙ୍ଗରେ ନେଇଯାଅ। କିନ୍ତୁ ମା ଯିବାକୁ ରାଜି ନଥିଲା। ବଡ଼ ଭାଇ ଭାଉଜଙ୍କ ସହ ସେ ଗାଁରେ ରହିଲା। ତାପରେ ଆମେ ସହରକୁ ସିଫ୍ଟ ହେଇଗଲୁ। ତାପରେ ସବୁକିଛି ଠିକ୍ଠାକ୍ ଚାଲିଲା। ମୁଁ ଦିନସାରା ମୋ କାମରେ ବ୍ୟସ୍ତ ରହୁଥିଲି। ଦିନେ ପୂଜା ତା ଡ୍ୟୁଟି ସାରି ଯେତେବେଳେ ଘରକୁ ଫେରିଲା, ବୋଧହୁଏ ସେ ବହୁତ ଥକି ଯାଇଥିଲା, ଆଉ ଆସି ସିଧା ଶୋଇପଡ଼ିଲା। ଆମେ ସମସ୍ତେ ସେଦିନ ଉପାସରେ ଶୋଇଲୁ। ଏବେ ପୂଜା ଦେହ ଦିନକୁ ଦିନ ଖରାପ ହେବାକୁ ଲାଗୁଛି। ଆମେ ଦ୍ୱିପହରର ଖାଇବା ସହିତ ରାତି ଖାଇବା ବି ହୋଟେଲରୁ ମଗେଇକି ଖାଉଛୁ। ପୂଜା ମୋତେ ସବୁବେଳେ କୁହେ, ପ୍ରମୋଦ, ମୋତେ ଟିକେ ହସ୍ପିଟାଲ ନେଇ ଚାଲ। ମୋତେ ଟାଇମ୍ ଅଭାବରୁ ଆଉ ପୂଜାର ଟାଇମ୍ ଅଭାବରୁ ତାକୁ ହସ୍ପିଟାଲ ନେଇପାରିଲିନି, କି ପୂଜାର କ'ଣ କି ରୋଗ ହେଇଛି ଜାଣିପାରିଲିନି। ଏମିତି କିଛି ଦିନ ଚାଲିଲା। ଦିନେ ମୋ ପେଟ ବହୁତ ଜୋରସେ ପେନ୍ ହେଲା। ଏମିତି ଲାଗୁଥିଲା ଯେମିତି ମୋ ଜୀବନ ଛାଡ଼ିଯିବ। ପୂଜା ଛଡ଼ା ମୋ ପାଖରେ କେହି ନଥିଲେ। ଗାଁରେ ହେଉ ପଛେ ମୋ ଘର ଲୋକ ତ ଥିଲେ, କିନ୍ତୁ ସେମାନେ ଦିନେ ଫୋନ୍ କରିକି ବି ମୋ ଦେହ କଥା ପଚାରୁନଥିଲେ। ଅନୁଭବ କରିପାରିଲି କି ପୂଜା ସହିତ ମୁଁ ବହୁତ ଅନ୍ୟାୟ କରିଛି ବୋଲି। ଏମିତି କିଛି ଦିନ ଚାଲିଲା। ମୋ ମନରେ ପୂର୍ବ ପରି ସେଇ ଭାବନା ଥିଲା କି ପୂଜା ଡ୍ୟୁଟିରୁ ଘରକୁ ଆସି ଆମ ପାଇଁ ଖାଇବା ବନେଇବ, ଆଉ କଥା ଯେତେବେଳେ ମୁଁ ସାହାଯ୍ୟ କରିବା ଉପରକୁ ଆସେ, ମୁଁ ଥକି ଯାଉଛି କହି ରେଷ୍ଟ କରେ। କାହିଁକି ନା ମୋ କାନରେ ସବୁବେଳେ ମୋ ଦିଦିର ସେଇ କଥା ଶୁଭେ କି ସ୍ତ୍ରୀକୁ ସାହାଯ୍ୟ କଲେ ଜୀବନ ସାରା କାମ କରିବାକୁ ପଡ଼ିବ। ଏଇ କଥା ମୋ ମାଇଣ୍ଡରେ ଚାଲିଥାଏ। କିନ୍ତୁ ଆଜି ପୂଜା ହସ୍ପିଟାଲରେ, ତାକୁ ସାଲାଇନ୍ ଲାଗିଛି।
ପୂଜାର ଏମିତି ଅବସ୍ଥା ପାଇଁ ଲାଗୁଥିଲା ଯେମିତି ମୁଁ ହିଁ ଦାୟୀ। ପୂଜା ପାଖରେ ମୁଁ ଆଉ ମୋ ପିଲାମାନେ ଆଉ ପୂଜାର ମମି ଆଉ କେହି ନଥିଲେ। ବୁଝିପାରୁନଥିଲି ମୁଁ କାହିଁକି ଏମିତି ହେଉଥିଲି, କାହିଁକି ମୁଁ ପୂଜାକୁ ଦିଦି କଥାରେ ପଡ଼ି ସାହାଯ୍ୟ କରୁନଥିଲି ଆଉ ସବୁବେଳେ ପୂଜାକୁ ଭୁଲ ବୋଲି ଭାବୁଥିଲି। କାହିଁକି ଭାବୁଥିଲି କି ପୂଜା କାମକୁ ଠକୁଛି ବୋଲି, କାହିଁକି ମୁଁ ମୋ ଘର ଲୋକଙ୍କୁ ଠିକ୍ ବୋଲି ଭାବି ତାଙ୍କ କଥା ଅନୁସାରେ ବାଟ ଚାଲୁଥିଲି। ମୁଁ ମୋ ଭୁଲ ବୁଝିପାରିଛି। ପୂଜା ତୁ ବାସ୍ ଠିକ୍ ହେଇଯା, ତୋ ଛଡ଼ା ଏ ଦୁନିଆରେ ମୋର ଆଉ କେହି ନାହାନ୍ତି, ତୁ ମୋ ବଞ୍ଚିବାର ସାହାରା, ବାସ୍ ତୁ ଠିକ୍ ହେଇଯା। ମୁଁ ବୁଝିପାରୁନଥିଲି କି ମୁଁ ତ ଘର କାମରେ କୌଣସିଥିରେ ପୂଜାକୁ ସାହାଯ୍ୟ କରେନି, ତାହେଲେ କାହିଁକି ଥକି ଯାଉଥିଲି। କ'ଣ କେତେବେଳେ ଗୋଟେ ନାରୀ କାମ କରି କରି ଥକି ଯାଉଛି ବୋଲି ସେ କାହା ଆଗରେ ପରିପ୍ରକାଶ କରିପାରିବନି? ନା, ସେ ତାର କଷ୍ଟ ପରିବାର ପାଇଁ କରୁଛି। ମୁଁ ସବୁ ଭାଇମାନଙ୍କୁ ଅନୁରୋଧ କରୁଛି କି ନିଜ ସ୍ତ୍ରୀମାନଙ୍କୁ ସମୟ ଦିଅନ୍ତୁ, କାହିଁକି ନା ଆମେମାନେ ହେଉଛେ ସେମାନଙ୍କର ଦୁନିଆ। ଯଦି ଛୋଟ ଛୋଟ କଥାରେ ଆମେ ସ୍ତ୍ରୀ ସହିତ ଝଗଡ଼ା କରିବା ତାହେଲେ ସେ ହୃଦୟରୁ ଭାଙ୍ଗି ପଡ଼ିବ ଆଉ ଚିନ୍ତା କରି କରି ବହୁତ ଜଲ୍ଦି ରୋଗିଣା ହେଇଯିବ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସ୍ତ୍ରୀ ଯବାନ ଆଉ ସୁନ୍ଦର ନିରୋଗୀ ରହୁ ବୋଲି, ତାହେଲେ ତାକୁ ଭଲ ପାଇବା ଦିଅ ଆଉ ମଝିରେ ମଝିରେ ତାରିଫ କର। ସେ ହୃଦୟରୁ ଖୁସି ରହିବ ଆଉ ତା ଖୁସି ତା ମୁହଁରେ ଝଲସି ଉଠିବ। ମୁଁ ଜାଣିଛି ଆମ ଘର ଲୋକ ଆମେ ସେମାନଙ୍କ ପୁଅ ବୋଲି ଆମକୁ ଯେତିକି ଭଲ ପାଇବେ ଆମ ସ୍ତ୍ରୀମାନଙ୍କୁ ସେତିକି କେବେ ବି ଭଲ ପାଇପାରିବେନି। କିନ୍ତୁ ଆମେ ଆମ ସ୍ତ୍ରୀକୁ ଭଲ ପାଇପାରିବା ନା, କାହିଁକି ନା ସେ କେବଳ ଆମରି ଭରସାରେ ତା ବାପା ମାଆଙ୍କୁ ଛାଡ଼ି ଆମ ଘରେ ଆସି ରହୁଛି ଆଉ କାମ ବି କରୁଛି। ତା ବଦଳରେ ଆମେ କ'ଣ ମିଠା କଥା ପଦେ କହିପାରିବାନି, ଭଲ ପାଇବା ଦେଇପାରିବାନି? ତ ଶ୍ରୋତା ବନ୍ଧୁ, ଆପଣଙ୍କ ନିଷ୍ପତ୍ତି ଆପଣଙ୍କ ହାତରେ। ଯଦି କାହାଣୀଟି ଭଲ ଲାଗିଛି ନିଶ୍ଚିନ୍ତ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।